ସାଙ୍ଗ ମାନେ ଆପଣମାନଙ୍କର ଛୋଟ ଛୁଆଙ୍କର ଦାନ୍ତ ପୋକ ଲାଗି ଯାଉଛି କି କିମ୍ବା ଆପଣମାନଙ୍କର ଦାନ୍ତ ପୋକ ହେଇଗଲାଣି କିମ୍ବା ଦାନ୍ତ ରଚିକି କଳା ପଡ଼ିଗଲାନି ହଳଦିଆ ପଡ଼ିଗଲାନି ତାହେଲେ କ'ଣ କରିବେ? ଦାନ୍ତ ମୂଳରୁ ସ୍ମେଲ୍ ଆସୁଛି, ପାଟିରୁ ଦୁର୍ଗନ୍ଧ ଆସୁଛି, ଦାନ୍ତ ପେନ୍ ହେଉଛି, ତାହେଲେ ଏଇ ସବୁ ସମସ୍ୟାର ସମାଧାନ ଆଜି ଆମର ଏଇ ଭିଡ଼ିଓରେ ମୁଁ ଆପଣମାନଙ୍କ ସହିତ ସେୟାର କରିଛି। ଚାଲନ୍ତୁ ଦେଖିବା କିପରି ଦାନ୍ତକୁ ଭଲ ଭାବରେ କ୍ଲିନ୍ କରିବା। ତ ଏଇଠି ଦେଖନ୍ତୁ ମୁଁ ଗୋଟେ ବାଉଲ୍ ନେଇଯାଇଛି, ଗୋଟେ ଗିନା ନେଇଯିବେ, ସେଇଥିରେ ଆପଣମାନେ ଦେବେ ଗୋଟେ ଚାମଚ ହଳଦୀ। ଭଲ ହଳଦୀ ପାଉଡର ନେବେ। ହଳଦୀରେ ଆଣ୍ଟିବ୍ୟାକ୍ଟେରିଆ ଗୁଣ ଥାଏ, ଯାହାକି ଦାନ୍ତ ମୂଳରେ ପୋକ ଲାଗିବା, ଦୁର୍ଗନ୍ଧ ହେବା ଏଇସବୁ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିବ। ସେଇଥିରେ ଦେବେ ଅଧା ଚାମଚ ଲୁଣ। ଆପଣମାନେ ଲୁଣ ତ ଜାଣିଥିବେ ଦାନ୍ତ ପାଇଁ କେତେ ବେନିଫିଟ୍। ଆପଣମାନଙ୍କର ଦାନ୍ତ ପେନ୍ ହଉ କିମ୍ବା ଦାନ୍ତ ମୂଳରୁ ବ୍ଲଡ଼ ବାହାରୁ ଯଦି ଆପଣମାନେ ଉଷୁମ ପାଣିରେ ଲୁଣ ଦେଇକି କୋଳି କରିବେ ତାହେଲେ ଆପଣମାନଙ୍କର ଦାନ୍ତର ସବୁ ସମସ୍ୟା ଦୂର ହେବ କିମ୍ବା ଆପଣଙ୍କର ପାଟିରୁ ଦୁର୍ଗନ୍ଧ ବି ମଧ୍ୟ ବାହାରୁ ତାହେଲେ ବି ଆପଣମାନେ ଉଷୁମ ପାଣିରେ ଲୁଣ ପକେଇକି କୁଳି କରନ୍ତୁ। ସକାଳେ ଥରେ ସନ୍ଧ୍ୟାବେଳେ ଥରେ ଦିନରା 2 ଥର ତ ଦେଖିବେ ଦାନ୍ତର ସବୁ ସମସ୍ୟା ଦୂର ହେଇଯିବ। ତ ଏଇଠି ଲୁଣ ଆଉ ହଳଦୀକୁ ଭଲ ଭାବରେ ଗୋଳେଇ ନେବା। ଗୋଳେଇ ସାରିଲା ପରେ ଏଥିରେ ଆଉ କିଛି ଜିନିଷ ଆପଣମାନେ ଆଡ଼୍ କରିବେ ଆଉ ତା ସହିତ ଆପଣମାନେ ୟାକୁ କିପରି ଭାବରେ ବ୍ୟବହାର କରିବେ। ଦେଖନ୍ତୁ ମୁଁ ଏଇଠି ଲୁଣ ଆଉ ହଳଦୀକୁ ଭଲ ଭାବରେ ଗୋଳେଇ ନେଲି। ଗୋଳେଇ ନେଇ ସାରିଲା ପରେ ଆପଣମାନେ ନେବେ ଲେମ୍ବୁ। ଆପଣଙ୍କର ପାଟିରୁ ଯଦି ଦୁର୍ଗନ୍ଧ ବାହାରୁଥିବ ଲେମ୍ବୁ ଭଲ ଭାବରେ ଆପଣଙ୍କର ଗୋଟେ ଫ୍ରେଶ୍ ଆପଣମାନଙ୍କର ସ୍ମେଲ୍ ଆଣିବ। ଯେମିତିକି ଆମର ପାଟିରେ ସ୍ମେଲ୍ ଆସେ, ବହୁତ ଜଣଙ୍କର ପାଟି ବହୁତ ସମୟ ବନ୍ଦ କରିକି ରଖିଲେ ସେଟା ଗୋଟେ ଅଜୀବ ସ୍ମେଲ୍ ଆସେ କିମ୍ବା ଦାନ୍ତ ମୂଳରେ ଯଦି ଖାଇବା ରହିଯାଇକି ପଚି ଯାଇଥାଏ ତାର ବି ଗୋଟେ ଅଲଗା ସ୍ମେଲ୍ ଆସେ। ତ ସେଥିପାଇଁ ଆପଣମାନେ ନେବେ ଲେମ୍ବୁ। ଆଉ ଲେମ୍ବୁରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ଅଛି, ଯାହାକି ଆପଣଙ୍କର ଦାନ୍ତ ମୂଳରୁ ରଚି ଯାଇଥିବା ଯେଉଁ ଆମର ଯେମିତି ଦାନ୍ତ ମୂଳ ହଳଦିଆ ପଡ଼ିଯାଇଥିବା, ଦାନ୍ତ ମୂଳ କଳା ପଡ଼ିଯାଇଥିବା ଏଇସବୁ ଜିନିଷକୁ ଭଲ କରିବା ସହିତ ଆପଣଙ୍କର ପାଟିର ଦୁର୍ଗନ୍ଧକୁ ବି ମଧ୍ୟ ମାନେ ସ୍ମେଲ୍କୁ ଭଲ ଭାବରେ କାଟିଦେବ, ଯେଉଁଟା ଭଲ ଫ୍ରେଶ୍ ସ୍ମେଲ୍ ଆସିବ। ତ ଏଠି ଲେମ୍ବୁ ଫାଳେ ନେବେ ଆଉ ଭଲ ଭାବରେ ସେଇ ଲୁଣ ଆଉ ହଳଦୀରେ ଚିପୁଡ଼ି ନେବେ। ତ ବାସ୍ ଏଇ 3ଟା ଜିନିଷ ଆପଣମାନେ ନେଇକି ଭଲ ଭାବରେ ପ୍ରଥମେ ଗୋଳେଇବେ। ତ ସାଙ୍ଗମାନେ ଆପଣମାନେ କେଉଁ ଏରିଆରୁ ମୋ ଭିଡ଼ିଓ ଦେଖୁଛନ୍ତି ପ୍ଲିଜ୍ ମୋତେ କମେଣ୍ଟ ସେକ୍ସନରେ ଜଣାନ୍ତୁ। ଜାଣିଲେ ଖୁସି ଲାଗିବ, ନୂଆ ନୂଆ ଭିଡ଼ିଓ ବନାଇବା ପାଇଁ ମୋଟିଭେସନ୍ ମିଳିପାରିବ। ତା ସହିତ ଆପଣମାନେ ଦାନ୍ତ କେମିତି ସଫା କରିବେ ତାର ନୁହଁ, ମୁଁ ବହୁତ ସାରା ଟିପ୍ସ ମୋ ଚ୍ୟାନେଲ୍ ଭିତରେ ପକେଇଛି, ଯେମିତିକି ଆମର ହେୟାର କେୟାର ଟିପ୍ସ, ସ୍କିନ୍ କେୟାର ଟିପ୍ସ, ବହୁତ ସାରା କିଚେନ୍ ଟିପ୍ସ। ତ ଆପଣମାନେ ଯାଆନ୍ତୁ ମୋ ଚ୍ୟାନେଲ୍ରେ ଭିଜିଟ୍ କରନ୍ତୁ, ଦେଖନ୍ତୁ ଯେଉଁଟା ଆପଣମାନଙ୍କୁ ଭଲ ଲାଗିବ ଆପଣମାନେ ନିହାତି ଭାବରେ ବ୍ୟବହାର କରନ୍ତୁ। ଆପଣମାନଙ୍କର ସ୍କିନ୍ ହେୟାରକୁ ହେଲ୍ଦି କରନ୍ତୁ। ଏଠି ଦେଖନ୍ତୁ ଲେମ୍ବୁ ଆଉ ତା ସହିତ ଆମର ହଳଦୀ, ଆମର ତା ସହିତ ରହିଗଲା ଲୁଣ। ଏ 3ଟା ଜିନିଷକୁ ମିଶାଇ ସାରିଲା ପରେ ଭଲ ଭାବରେ ଆପଣମାନେ ଯେଉଁ ଟୁଥପେଷ୍ଟ ବ୍ରଶ୍ କରୁଛନ୍ତି ସେଇ ଟୁଥପେଷ୍ଟକୁ ଆପଣମାନେ ନେଇଯିବେ, ଯେକୌଣସିର ବି ହଉ ଚଳିବ। ତ ଆପଣମାନେ 2 ଥର ବ୍ରଶ୍ କରିବା ପାଇଁ ଯେତିକି ଦରକାର ସେତିକି ଆପଣମାନେ ନେଇଯିବେ, ନେଇକି ଏଥିରେ ଭଲ ଭାବରେ ଗୋଳେଇ ନେବେ। ତ ସାଙ୍ଗମାନେ ବିଶ୍ୱାସ କରନ୍ତୁ ଆପଣମାନେ ଏଇ ଯଦି ରେମେଡ଼ିକୁ ଆପଣମାନେ ବ୍ୟବହାର କରିବେ ନା ଆପଣଙ୍କର ଦାନ୍ତ ମୂଳ ରଚିବା ସହିତ ଦାନ୍ତ ମୂଳରୁ ସ୍ମେଲ୍ ଆସିବା କିମ୍ବା ଆପଣଙ୍କର ଦାନ୍ତ ମୂଳେ ବ୍ୟାକ୍ଟେରିଆ ପୋକ ଲାଗିବା ଏଇସବୁ ସମସ୍ୟା ଦୂର ହେବ। କିନ୍ତୁ ୟାକୁ ଆପଣମାନେ କଣ୍ଟିନ୍ୟୁ ରଖିବେ। ଆପଣ ନୁହେଁ ଯେ ମାସକୁ ଥରେ ୟୁଜ୍ କରିବେ କିମ୍ବା 15 ଦିନକେ ଥରେ ବ୍ୟବହାର କରିବେ, ତା ନୁହଁ। ଆପଣମାନେ ଡେଲି କରିବେ କିଛି ଦିନ ପାଇଁ। ଯଦି ଆପଣଙ୍କର ସମସ୍ୟା ରହିଛି ତାହେଲେ ଡେଲି ନିହାତି କିଛି ଦିନ ପାଇଁ କରନ୍ତୁ, 15 ଦିନ ମାସେ ପର୍ଯ୍ୟନ୍ତ ରେଗୁଲାର କରନ୍ତୁ। ଦେଖିବେ ଦାନ୍ତର ବହୁତ ସୁନ୍ଦର ଭାବରେ ଚେଞ୍ଜେସ୍ ଆସିବ। ତା ସହିତ ଆପଣମାନେ ଯଦି ବି ଆପଣଙ୍କର ଦାନ୍ତର କୌଣସି ବି ପ୍ରୋବ୍ଲେମ୍ ନାହିଁ ତାହେଲେ ବି ଆପଣମାନେ ଦିନରେ ଥରେ ହଉ କିମ୍ବା 2-4 ଦିନରେ ଥରେ ଏହିପରି ବନେଇକି ବ୍ୟବହାର କରନ୍ତୁ। ଦେଖିବେ ଆଗକୁ କେବେ ଦାନ୍ତର କୌଣସି ସମସ୍ୟା ଆସିବନି। ବେସିକାଲି ତ ଦାନ୍ତ କେବେ ରଚିବନି କି ଦାନ୍ତ ମୂଳରୁ ସ୍ମେଲ୍ ଆସିବନି କି ଦାନ୍ତ କେବେ ପୋକ ଲାଗିବନି। ତା ସହିତ ଲୁଣ ପାଣି ବି କୁଳି କରିବା ନିହାତି ଆବଶ୍ୟକ। ଏମିତି ବ୍ରଶ୍ ନେଇଯିବେ, ବ୍ରଶ୍ରେ ଲଗେଇକି ଆପଣମାନେ ଆରାମସେ ୟାକୁ ବ୍ରଶ୍ କରିପାରିବେ। ସକାଳେ ଥରେ ବ୍ରଶ୍ କରନ୍ତୁ ଶୋଇକି ଉଠିଲା ପରେ, ତା ସହିତ ରାତିରେ ଖାଇସାରିବା ପରେ ଶୋଇବା ପୂର୍ବରୁ ଥରେ ବ୍ରଶ୍ କରନ୍ତୁ। ଦେଖିବେ ଆପଣମାନଙ୍କର କୌଣସି ବି ଅସୁବିଧା ହେବନି। ଆଉ ଯେଉଁମାନଙ୍କର ଅତ୍ୟଧିକ ଦାନ୍ତର ପ୍ରୋବ୍ଲେମ୍ ଅଛି ନା, ମୁଁ କହିବି ଆପଣମାନେ ଖାଇବା ପରେ ତୁରନ୍ତ ବ୍ରଶ୍ କରନ୍ତୁ। ଯେମିତି ଆମେ ସବୁବେଳେ ଖାଉଛେ, ଖାଇସାରିଲା ପରେ ଭଲ ଭାବରେ କୁଳି କରନ୍ତୁ, ନାଇଁ ତ ଆପଣମାନେ ହାଲକା ବ୍ରଶ୍ ବି ମଧ୍ୟ କରିଦିଅନ୍ତୁ। ଦେଖିବେ ଦାନ୍ତର ସବୁ ସମସ୍ୟା ଦୂର ହେବ। ତା ସହିତ ଆପଣମାନେ ଦେଖନ୍ତୁ ଯଦି ଅତ୍ୟଧିକ ଦାନ୍ତ ପେନ୍ ହେଉଛି, ପୋକ ଲାଗିକି, ତାହେଲେ କ'ଣ କରିବେ? ଗୋଟିଏ କଲରା ନେଇଯିବେ। କଲରାରେ ତ ଆପଣମାନେ ଜାଣିଥିବେ କେତେ ପିତା, ଆଉ କଲରା ହିଁ ଆମ ଭିତରେ ଥିବା ବ୍ୟାକ୍ଟେରିଆ ଗୁଡ଼ାକୁ ମାରିବା ପାଇଁ ବହୁତ ଭଲ, ମାନେ ଆମର ନ୍ୟାଚୁରାଲ୍ ଟିପ୍ସଟା। ଯେମିତିକି ଆମର ବହୁତ ସାରା ମେଡ଼ିସିନ୍ ବି ବ୍ୟବହାର କରୁଛେ, କିନ୍ତୁ ଆମ ଯେମିତି ଡେଲି ଆପଣମାନେ ନହେଲେ ବି ସପ୍ତାହକୁ 2-4 ଥର କଲରା ଖାଆନ୍ତୁ। ଯଦି ଭାଜିକି ଖାଉଛନ୍ତି ଭଲ କଥା, ଯଦି ସେମିତି ନହେଲେ ବି ଆପଣମାନେ କଲରା ଜୁସ୍ ବି ପିଅନ୍ତୁ। ବଡ଼ି ପାଇଁ, ହେଲ୍ଥ ପାଇଁ ଆପଣଙ୍କର ସବୁଥିପାଇଁ ଭଲ ରହିବ। ତ ସେଥିପାଇଁ ଗୋଟିଏ କଲରା ନେଇଯିବେ, ତାକୁ ଭଲ ଭାବରେ ଧୋଇ ଧାଇକି ଏମିତି ଗ୍ରେଟ୍ କରିକି ନେଇଯିବେ। ହାଲକା ଟିକେ କୋରି ନେବେ କଲରାକୁ, ନହେଲେ ଛୋଟ ଛୋଟ ପିସ୍ରେ ବି ପତଲା ପତଲା କରିକି କାଟି ପାରିବେ। ଏଠି ଦେଖନ୍ତୁ ମୁଁ ଭଲ ଭାବରେ କିଛି ମାନେ 1 ଚାମଚ ପାଖାପାଖି ହେବ କଲରାକୁ କୋରି ନେଲି। କୋରି ସାରିଲା ପରେ ଆପଣମାନେ କ'ଣ କରିବେ? ୟାକୁ ଗୋଟେ ଜାଗାରେ ଏମିତି ମାନେ ଗୋଟେ ଜାଗାକୁ କରି ରଖିନେବେ। ତାପରେ ଆପଣମାନେ ଦେଖିବେ ଗୋଟେ ଛୋଟ ପ୍ୟାନ୍ଟେ ନେଇ ଆସିବେ କିମ୍ବା ଯେକୌଣସି ପ୍ୟାନ୍ ଗୋଟେ ଛୋଟରେ ନେଇ ଆସିବେ।
ताको आपण माने जेमिति गैस ऊपर चढ़ी पारथिबे। तो एमिति देई देबे याकू देई सारला परे सेतरे हल्का टिके लूण देबे, बेसी नहीं हल्का टिके लूण देबे। ता सहित आपण माने एथिरे देबे सोरिष तेल। तो याकू प्रथमे आगो सोरिष तेल देबेनी, आगो टिके हल्का ड्राई कर देबे, कारण आमर कलरा जो मॉइस्चर थिबो सेटा सुखी जीवो। सुखी गला परे आपण माने एथिरे तेल ऐड करिवे। तो एथिरे केउ तेल आमे ऐड करिया, तो आपण माने समस्त जानि छंती सबुडु बेस्ट तेल होउची आमर दांत पई सोरिष तेल। दांत थंडारू पेन हो कि पोक लगी कि पेन लगी माने होई थाउ जेकोसी भी कारण हो, किंतु सोरिष तेल दांत पई सबुडु बेस्ट बोली कहा जाए। तो सेति आपण माने हल्का टिके भाजी सारला परे, टिके ड्राई हे सारला परे इथिरे आपण माने सोरिष तेल ऐड करिवे। तो ये देखंतु मुझे गोटे चामच पाखापाखि जी क्वांटिटी देखिए आपण मैंने करेंगे। आ सोरिष तेल टिके देदेवे, देकी हल्का टिके भाजी नेबे, बेसी आउ या भाजा माने पोड़ीवा पर्यंत भाजबेनी, हल्का टिके या भाजी नेबे, तो आराम से हो जिवो। तो सांग माने मु आज आपण मानक सहित दुईटा टिप्स शेयर कली। आपण माने दुईटा जाक टिप्स को अप्लाई करंतु, देखिबे आपनकर दांतर सब समस्या दूर हबो। आ आपण मानकर याकू व्यवहार करंतु, केते दिन पर्यंत किपरि रहिला आपनकर रिजल्ट मते कमेंट सेक्शन में जणातु। आ आपण माने देखिकी कमेंट करिवेनी काम आसीबोनी, ए हबनी। आपण माने व्यवहार करंतु, व्यवहार कले निश्चिंत काम आसीबो। काहे काम आसीबोनी, ए सब जिनिस तो दांत पई बेनिफिट ना। तो एठी देखंतु टूथपिक आपण माने नै जिवे। टूथपिक नहीं सारा पर आपण मैंने देखो केमी कौ जगार जब आम पोक लगी दांत पेन हो, दांत पोक लगी केमी कौन करेंगे, एमती टूथपिक नहीं जाए, खंडे तुला नहीं जाए। तो देखो एमती तुला नहीं जाए आराम से, ना आपण मैंने जो कानर इयरस्टिक आसे आमर कान सफा करने भी नहीं पारे। तो ये एमती तुला को कौन करेंगे भल भाव एमती ये करी आमर टूथपिक उपर देदेवे, आपको भलसे आपण मैंने एमती मोड़ी ने जोटा कि आम रेडी हो गोटे पिन टाइप जो जगार आपण मानकर हाथ पहुँची पार न दांत भीतर गुड़ाक माने लगे से इजी हम। आपण मैंने नहीं आराम से सेठी आमर जो तेलटा बनइले कलरा लुण आउ सोरिष तेल, तार जो तेलर येटा आपण मैंने दांत रे लगे पारे आराम से। देखो एटा बनिकी रेडी हो गला। चलतु एबे मु आपण मान कहबी याकू किपरि भाव रे लगेबे, नले एठी देखंतु एमती इयरस्टिक आमर कान सफा करिया पई जो आसे ताकू भी मध्य नै पारिबे। तो चलतु देखा केमती कौन करिया। ये जो मुझे तेलटा बनईकी रखिली, मु कम क्वांटिटी बनई, आपण मैंने अधिक बनईकी गोटे डब्बारे स्टोर करके आपण मैंने भी रखिपारे। आ हल्का उषुम थी अवस्था लगेबे, जमा आपण मैंने ठंडा अवस्था लगेबेनी, भी अत्यधिक गरम लगेबेनी। उषुम उषुम थी अवस्था आपण मैंने तेल को एमती इयरस्टिक नहीं जिवे, नहीं कि आपण मैंने दांतर जेकोसी जगह आपंकर पेन हो मूल गुड़ाक लगेबे। देखिए आपण मानकर एमती लगेवा द्वारा आपण किछि दिन लगातु, आपनकर दांतर पेन तो दूर हम, ता सहित दांत जो पोक लगी जाउची आ पोक भी मध्य आपनकर दांत लागिबनी। एई टाइप जो जगह गुड़ाक पोक लगी से जगह गुड़ाक आपण माने एमती दियंतु। देखंतु एई टाइप। तो आशा करछि सांग माने आपण मानकु दुईटा जाक टिप्स भल लागिथबा, आपण माने निहाती याको अप्लाई करिवे। आ आपण मानकर मतामत किपरि रहिला मते कमेंट सेक्शन में जणैबे। आ चैनल को सब्सक्राइब करिया पई जमारू भूलिबेनी। रहिली नमस्कार, जय जगन्नाथ।